ଏ ଯୋଉ ସାଇକ୍ଲୋନ ଫେଙ୍ଗାଲ ର ବର୍ତ୍ତମାନ ସଂଗଠିତ ହେଇପାରୁନି ମେଘଖଣ୍ଡ ବୋଲି କୁହାଯାଉଥିଲା। ବର୍ତ୍ତମାନ ତାର ଷ୍ଟାଟସ କଣ ରହୁଛି? ବାତ୍ୟା ହେବାର ଠିକ ଆଶଙ୍କା କେତେ ରହିଛି? ନମସ୍କାର। ବର୍ତ୍ତମାନ ଆମର ଯୋଉ ଗଭୀର ଅବପାତ ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳ ଅଛି 280 କିଲୋମିଟର ଦକ୍ଷିଣ ପୂର୍ବରେ ରହୁଛି। ଆଉ ସେ ତାର ଯୋଉ ଗତି ଆରାଉଣ୍ଡ 10 ରୁ 7 ରୁ ନେଇକି 9 କିଲୋମିଟର ପର ଆୱାର ରହୁଛି। ବହୁତ ମନ୍ଥର ଗତିରେ ଆଗକୁ ଯାଉଛି, କାରଣ ତାର ଯୋଉ ଆରବ ସାଗରରେ ଯୋଉ ଗୁରୁଚାପ କ୍ଷେତ୍ର ଅଛି ତାକୁ ଗୋଟେ ଅବରୋଧକ ସୃଷ୍ଟି କରୁଛି। ଆଉ ଇଏ ଏତେ ଶକ୍ତିଶାଳୀ ନୁହେଁ ଯେ କି ସେ ଅବରୋଧକୁ ଭାଙ୍ଗିକି ଆଗକୁ ଯାଇପାରିବ। ବର୍ତ୍ତମାନ କିନ୍ତୁ ଯୋଉ ନେକ୍ସଟ 12 ଘଣ୍ଟା ଆସୁଛି ଲାଗୁଛି ଘନୀଭୂତ ହବାର ଯଥେଷ୍ଟ ସମ୍ଭାବନା ଅଛି। ଆଉ ଯୋଉ ଅଫିସିଆଲ ଯୋଉ ସାଇକ୍ଲୋନ ର ଯୋଉ ନାଁ ଲାଗୁଛି ଫେଞ୍ଜଲ, ଆଉ ସେଇଟା ହବାର ବହୁତ ସମ୍ଭାବନା ଲାଗୁଛି। ଆଉ ସେଇଟା ପଣ୍ଡିଚେରୀ ଆଖପାଖ ଅଞ୍ଚଳରେ ଯିବାର ସମ୍ଭାବନା ରହୁଛି କାଲି ଅପରାହ୍ନ ସମୟରେ। ଆଉ ତେଣୁ ପ୍ରବଳ ବର୍ଷା ରହିବ ଆମର ପଣ୍ଡିଚେରୀରୁ ନେଇକି ନେଲୁର ପର୍ଯ୍ୟନ୍ତ, ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ ଏଇ ଅଞ୍ଚଳଟା ଆଜିଠୁ ବର୍ଷା ପାଇବ। କିନ୍ତୁ ଆଜି ରାତି ଆଉ କାଲି ଦିନଟା ବେଶୀ ବର୍ଷା ପାଇବାର ସମ୍ଭାବନା ରହୁଛି। ପବନର ଏତେ ମତେ କାହିଁକି ଲାଗୁନି। ଆଉ ସାଙ୍ଗେ ସାଙ୍ଗେ ଦୁର୍ବଳ ହେଇଯିବ ସିଷ୍ଟମଟା ଯେତେବେଳେ ସ୍ଥଳଭାଗ ଆଡେ ପ୍ରବେଶ କରିବ। ତେଣୁ ବର୍ଷାର ପ୍ରଭାବଟା ବେଶୀ ଲାଗୁଛି ସେଇ ତାମିଲନାଡୁ ଆଉ ଉତ୍ତର ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଆଉ ତା ସହିତ ଯୋଉ ପଡୋଶୀ ରାଜ୍ୟ ମାନେ ଅଛନ୍ତି ଯେମିତି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଏଇ ସବୁ ବି ତା ଦେହରୁ ବର୍ଷା ମିଳିବାର ସମ୍ଭାବନା ରହୁଛି। ତ ସାର୍ ବର୍ତ୍ତମାନ ସ୍ଥିତିରେ କହିପାରିବା କି ଯେ ଏହା ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି? ଆଜ୍ଞା ବର୍ତ୍ତମାନ ବହୁତ, କାରଣ 22 ତାରିଖରୁ ସେ ସିଷ୍ଟମଟା ଆସିଲାଣି ଦକ୍ଷିଣ ଚାଇନା ସାଗରରୁ ଦକ୍ଷିଣ ଆଣ୍ଡାମାନ ସାଗରରେ। ଅନୁକୂଳ ପରିବେଶ, ଯଦିଓ ସାମୁଦ୍ରିକ ଅନୁକୂଳ ପରିବେଶ ଅଛି, କିନ୍ତୁ ବାୟୁମଣ୍ଡଳ ଯୋଉ ପରିସ୍ଥିତିରା ତାକୁ ଜମା ସୁହାଉନି। ଆଉ ସେଇଥିପାଇଁ କି ସିଏ ସଂଘର୍ଷ କରୁଛି। ଆଉ ସଂଘର୍ଷ କଲା ଫଳରେ ଆପଣ ଦେଖିବେ ଗୋଟେ ତାର ଯୋଉ ଉତ୍ତର ଭାଗରେ ଯୋଉ ବାଦଲ ଖଣ୍ଡ ଅଛି ସେ ବହୁତ ଏରିଆରେ ବର୍ତ୍ତମାନ ସ୍ପ୍ରେଡ ଆଉଟ୍ ହେଇଗଲେଣି, କାରଣ ସେ ଯେତେବେଳେ ଉତ୍ତର ପଶ୍ଚିମ ଥଣ୍ଡ ବାୟୁ ସହିତ ସଂଶ୍ଳିଷ୍ଟ ହଉଛନ୍ତି। ଆଉ ଯେହେତୁ ସିଷ୍ଟମଟା ସଂଗଠିତ ହେଇପାରୁନି, ତେଣୁ ସବୁତକ ବାଦଲକୁ ନିଜ ପାଖରେ ରଖିପାରୁନି। ତେଣୁ ବର୍ତ୍ତମାନ କିନ୍ତୁ ଲାଗୁଛି ଯୋଉ ନେକ୍ସଟ 12 ଘଣ୍ଟା ଆସୁଛି, ଯେ କାଲି ସକାଳ ପର୍ଯ୍ୟନ୍ତ ଲାଗୁଛି ଗୋଟେ ସିଷ୍ଟମ ଜଷ୍ଟ ଗୋଟେ ସାଇକ୍ଲୋନିକ ଷ୍ଟର୍ମ, ଯୋଉଟା ଆମର ନାଁ ରହିବ ଫେଞ୍ଜଲ, ସେଇଟା ହେଇଯିବାର ବହୁତ ସମ୍ଭାବନା ଲାଗୁଛି। କିନ୍ତୁ ଆର ପ୍ରଭାବ ଯଦି ଆପଣ ଦେଖିବେ, ମତେ ଲାଗୁଛି ବର୍ଷାର ପ୍ରଭାବଟା ବେଶୀ ରହିବାର ସମ୍ଭାବନା ରହୁଛି। ସାର୍ ଏହାର ପ୍ରଭାବ ଓଡିଶା ଉପକୂଳରେ କିଛିଟା ଅନୁଭୂତ ହେବ କି? ହଁ ଆପଣ ବର୍ତ୍ତମାନ ଯୋଉ ଦେଖୁଛନ୍ତି କାଲି ଅପରାହ୍ନରୁ ଯୋଉ ବାଦଲ ଖଣ୍ଡ ଦେଖୁଛନ୍ତି, ସେ ସବୁ ତାର ଯୋଉ ଉତ୍ତର ଭାଗରେ ଯୋଉ ବାଦଲ ଅଛି, କାରଣ ଏତେ ସଂଗଠିତ କ୍ଷେତ୍ର ନୁହେଁ, ଉତ୍ତର ଭାଗରେ ଯୋଉ ବାଦଲଟେ ଅଛି ସେ ଯେହେତୁ ଉତ୍ତର ପଶ୍ଚିମ ଯୋଉ ଆମର ଥଣ୍ଡା ଆଉ ଶୁଷ୍କ ବାୟୁ ସହିତ ସଂଶ୍ଳିଷ୍ଟ ହଉଛି, ଆମର ବର୍ତ୍ତମାନ ଟିକେ କ୍ଲାଉଡି କଣ୍ଡିସନ ରହିବ। ବର୍ତ୍ତମାନ କୋହଲା ପାଗ, ଟିକେ ୱିଣ୍ଡି କଣ୍ଡିସନ ଆମର 29 ଆଉ 30 ରୁ ନେଇକି ଆପଣ ଚାଲନ୍ତୁ 2 ତାରିଖ ପର୍ଯ୍ୟନ୍ତ ରହିବ। ଆଉ ବର୍ଷା ବି ରହିବ, କାଁ ଭାଁ ଯଦିଓ ବର୍ଷା ରହିବ, କିନ୍ତୁ ବର୍ଷା ଆମର ଯୋଉ ଉପକୂଳ ଜିଲ୍ଲା ମାନେ ରହୁଛନ୍ତି ବାଲେଶ୍ୱରରୁ ଗଞ୍ଜାମ, ତାପରେ ଦକ୍ଷିଣ ଜିଲ୍ଲା ମାନେ ଗଞ୍ଜାମରୁ ମାଲକାନଗିରି ଆଉ ତାଙ୍କ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ହାଲକା ବର୍ଷା ରହିପାରେ। କିନ୍ତୁ ପ୍ରଭାବଟା ମତେ ଲାଗୁଛି 3 ତାରିଖ ପର୍ଯ୍ୟନ୍ତ ରହିବ ଏ ବାଦଲ। ଆଉ ତାପରେ 4 ତାରିଖରୁ ଏ ପ୍ରଭାବ କମିଯିବ, ବାଦଲ ହଟିଯିବେ। ଆଉ ତାପରେ ଆମେ ଶୀତର ପ୍ରଭାବରେ ପୁଣି ଆସିବା, କାରଣ ବର୍ତ୍ତମାନ ଯେହେତୁ ଜଳୀୟ ବାଷ୍ପ ପ୍ରବଳ ମାତ୍ରାରେ ଆମର ସ୍ଥଳ ଭାଗକୁ ଯାଉଛି, ଆପଣ ଦିନ ବେଳା ଦେଖିବେ ସର୍ବୋଚ୍ଚ ତାପମାତ୍ରା ଟିକେ କମିଯିବ, କିନ୍ତୁ ରାତି ବେଳା ଟିକେ ବଢିଯିବ। ତେଣୁ ଶୀତର ପ୍ରଭାବ କମିଯିବ। ଆଉ କାଁ ଭାଁ ବର୍ଷା ରହିବ, ଟିକେ ଲାଇଟ ରେନ୍ ଉପକୂଳବର୍ତ୍ତୀ ଜିଲ୍ଲା ହଉ, ପର୍ଟିକୁଲାରଲି ଯୋଉ ବେଲ୍ଟଟା ଲାଗୁଛି ଗଞ୍ଜାମରୁ ଆମର ମାଲକାନଗିରି ଆଉ ଗଞ୍ଜାମରୁ ପୁରୀ, ଏଇ ବେଲ୍ଟଟାରେ ଲାଗୁଛି ଟିକେ ବର୍ଷା ରହିବାର ସମ୍ଭାବନା ରହିଛି। ବାଲେଶ୍ୱର ପର୍ଯ୍ୟନ୍ତ ବି ବର୍ଷାଟା ରହିବାର ସମ୍ଭାବନା ଯଥେଷ୍ଟ ରହୁଛି। ଆଉ ଏଇ ସିଷ୍ଟମଟା 29 ରୁ 1 ଯାଉଛି, ମତେ ଲାଗୁଛି ସେଇ ସମୟଟା ହିଁ ବେଶୀ ପ୍ରଭାବ ଦବ ଓଡିଶା ପରିପ୍ରେକ୍ଷୀରେ। ଆଉ ତାପରେ ଧୀରେ ଧୀରେ ଦକ୍ଷିଣ ଓଡିଶାରେ ସେଟା ସୀମିତ ହେଇକି ରହିବ। ଆଉ 4 ତାରିଖ ଦିନ ସମ୍ପୂର୍ଣ୍ଣ ପ୍ରଭାବ ମତେ ଲାଗୁଛି ସରିଯିବ। ଆଜ୍ଞା, ଠିକ ଅଛି ସାର୍, ଥ୍ୟାଙ୍କ ୟୁ।